আরে আজ অনেক সময় হয়ে গলানি কিন্তু বহু অঞ্চল এ পর্যন্ত ঘরକୁ ଫେରିଲାନି କାହିଁକି? ତାକୁ ତଟେ ନ ଦେଖିଲେ ସତେ ଯେମିତି ଲାଗେ ମୋ ଆଖି ଦୁଇଟି ଅନ୍ଧକାର ହୋଇଯାଇଛି। ଆରେ ହଁ ହଁ ଏଇ ତ ମା ଅଞ୍ଜଳି ବୋଧେ। पिता कहमा घेन मरा भक्ति भरा भूमिष्ठ प्रणाम भगवान तोर मंगल करुतुल मा उठ मा उठ। आज मो मार आसबारे एते विलंब कहीं है? पिता हाँ मा से ओदे टिके भ्रमण करो टिके विलंब हो गला। अलो मा तू मोर एकमात्र अलियन कन्या, तू मोर नयनर पितुल मा। तू जब एका एका चली जाऊ मो हृदय एमती विस्मित हो उठे जे मु ते केमिति कहबी मा। पिता हाँ मा तुम्हें छोटिया कथ पई इति चिंता अच्छ मु कण छोट छुआ के अच्छी मु परा केते बड़ा ही गलिनी। तू ठीक कहଛୁ मा କିନ୍ତୁ ମୋ ପାଇଁ ଆଜି ବି ତୁ ସେଇ ଛୋଟ ଛୁଆ। ତୁ ଗୋଟାଏ ପିତାର ମନ କଥା ଜାଣିପାରିବୁନି ଲୋ ମା। पिता ହଁ ମା आज मु किंतु तुम मन कथा जानिबाके चाहूची। ମୋ ମନ କଥା ଜାଣିବା ପାଇଁ ଚାହୁଁଛୁ ମା? हाँ पिता ତାହେଲେ ଶୁଣ ମା ଗୋଟାଏ ପିତାର ମନ କଥା। सुना ना किछि मोर सुन सत्य वचन, सुना ना किछि मोर सुन सत्य वचन। पिता मन नुहै सामान्य सत्य वचन। कन्या पिता मन सबुठारु भिन्न, कन्या पिता मन सबुठारु भिन्न। कन्या दान करी पाए पुण्य अच्छी प्रमाण। सुना ना किछि मोर सुन सत्य वचन। पिता मन परा फुलरु नरम
দামন পরা ফুলর নরম সবু সহি যাই পারে ত্যাগর সাগর নিজে হই পুরি ত্যাগর সাগর নিজে হই পুরি সর্বদা বচন ধীরে পুষ্পধ্বজ কহে কন্যা পিতা হই পুষ্পধ্বজ কহে কন্যা পিতা হই মোর জীবন হইছে ধন্য সত্য বচন শুন না কিছু মোর শুণ সত্য বচন গোটাଏ ପିତାର ଚିନ୍ତା ସେତେବେଳ ଯାଏ ଯେତେବେଳେ ନିଜ କନ୍ୟାକୁ ସୁସମ୍ମାନର ସହ ଟେକି ଦିଏ ନିଜ ଜ୍ୱାଇଁର ହସ୍ତକୁ ଲୋ ମା ନା ପିତା ନା ମୁଁ ତୁମକୁ ଛାଡ଼ିକି କୁଆଡ଼େ ବି ଯିବିନି। ଠିକ ଅଛି ଏ ମା ତୁ ବୁଲି ବୁଲି ବହୁତ ଥକି ଯାଇଥିବୁ ହଁ ତୋତେ ଜୋରରେ ଭୋକ ମଧ୍ୟ ହେଉଥିବ କିଛି ଖାଇଦେ ମା ଖାଇବି ଯେ ହଁ କିନ୍ତୁ ଖାଇବା ପୂର୍ବରୁ ନା ମୁଁ ତୁମକୁ କିଛି ମାଗିବାକୁ ଚାହୁଁଛି। ପୁଣି କିଛି ମାଗୁଣି ଅଛି ମା ହଁ ତାହେଲେ ମୋ ସୁନା ଝିଅର କଣ ମାଗୁଣି ଅଛି କହିବି କହ ମା ସତରେ କହିଦେବି ଆଲୋ ମା କହ ପରେ କିନ୍ତୁ ମନା କରିବନି। ଆଲୋ ମା ତୋ ଛଡ଼ା ଏ ଦୁନିଆରେ ମୋର କିଏ ଅଛି ଲୋ ମା ତୁ ଯାହା କହିବୁ ମୁଁ ନିଶ୍ଚୟ ରଖିବି ମା ସତରେ ହଁ ମା ପିତା ହଁ ଅନେକ ଦିନ ହେଇଗଲାଣି ମୁଁ ମୋ ସାଙ୍ଗସାଥିମାନଙ୍କ ସହିତ କୁଆଡ଼େ ବି ଭ୍ରମଣ କରିବାକୁ ଯାଇନି ଏହା ମଧ୍ୟ ସତ ତେଣୁ ମୁଁ ଭାବିଛି କି ଆଲୋ ମା କଣ ଭାବିଛୁ ମୋ ସାଙ୍ଗସାଥିମାନଙ୍କ ସହିତ ହଁ ସେ ନନ୍ଦନକାନନକୁ ବୁଲିଯିବା ପାଇଁ। ଏଇ କଥା ମା ହଁ ତୁ ଜମାରୁ ଚିନ୍ତା କରନି ମା ଏଇ ଅଳ୍ପ ବାଟ ହେବ ଆମ ରାଜ ଉଦ୍ୟାନ ନନ୍ଦନକାନନ ସହଚରି ଘେନି ନିଶ୍ଚିନ୍ତରେ ଭ୍ରମଣ କରି ଚଞ୍ଚଳେ ଫେରି ଆସିବୁ ମା ହଁ ପିତା ମୁଁ ଶୀଘ୍ର ଯିବି ଆଉ ଶୀଘ୍ର ଫେରି ଆସିବି ଉତ୍ତର ମୋତେ ଅନୁମତି ଦିଅ। ତାହେଲେ ଠିକ ଅଛି ମା ନନ୍ଦନକାନନ ଆଉ ମୁଁ କେମିତି ରାଜା କୁମାର ସିଦ୍ଧାର୍ଥକୁ ହତ୍ୟା କରି ହେବି ଏ ରାଜ୍ୟର ସମ୍ରାଟ ତା ଉପାୟ ଖୋଜୁଛି କାହିଁକି ଖାଲି ହତ୍ୟା କରିବି ହତ୍ୟା କରିବି ହତ୍ୟା କରିବି ବୋଲି କହୁଛନ୍ତି ସାରେ। ଏ ମହାନ୍ତି ସାରେ ତୁ କିଛି ବୁଝିପାରିବୁନି ମୁଁ ଯଦି ରାଜକୁମାର ସିଦ୍ଧାର୍ଥକୁ ହତ୍ୟା କରିଦେବି ତାହେଲେ ଏ କଳିଙ୍ଗ ରାଜ୍ୟରେ ରାଜା ହେବି ରାଜା ଆପଣଙ୍କୁ ପୁରା ଭଲ କଥା କହିବାକୁ ଯାଉଛି ସାରେ। ଆଚ୍ଛା କାହିଁକି ନା ଆମ ମା ଅଞ୍ଜଳି ଆଦର୍ଶଙ୍କ ପୁଅଙ୍କର ନାମ ହଉଛି ସିଦ୍ଧାର୍ଥ। ତାଙ୍କ ଦୁଇ ଲୋକକୁ ବିବାହ କଲେ କେମିତି ହେବ ସାରେ?
ସତରେ ଏଇ କଥା ତ ମୁଁ ଭୁଲି ଯାଇଥିଲି। ଆଉ କେତେ ଦିନ ଏମିତି ହତ୍ୟା କରି ଚାଲିଥିବା। ସାରେ ଠିକ କହିଛୁ ମହାନ୍ତି, ସାରେ ସତରେ ତୋ ବୁଦ୍ଧିକୁ ମାନିବାକୁ ପଡ଼ିବ। ସାରେ छोरा बगल में और दिल डोरा शहर में। किंतु ସାରେ से राजा को किए राजी करिबो। କାହିଁକି ଏତେ ଚିନ୍ତାରେ ପଡ଼ିଯାଉଛୁ ସାରେ, ମୁଁ ଅଛି ପରା। ताहले कह मते कौन କରିବାକୁ ପଡ଼ିବ ମହାନ୍ତି। ଆଲୋ ସାରେ, ମା ଅଞ୍ଜଲିଙ୍କ ଫଟୋ ଚିତ୍ର ଫଟୋଟିଏ ମୋତେ ଦରକାର। अच्छा ଏଇ କଥା। ହଁ ହଁ ତାହେଲେ ତୁ କିଛି ସମୟ ଅପେକ୍ଷା କର। ହଁ ସାରେ ମୁଁ ମା ଅଞ୍ଜଳିର ଫଟୋ ଚିତ୍ର ନେଇ ଆସୁଛି। ଠିକ୍ ଅଛି ସାରେ। ଏଇ ନେ ମା ଅଞ୍ଜଳିର ଫଟୋ ଚିତ୍ର। ହଁ ସାରେ କିନ୍ତୁ ଗୋଟାଏ କଥା ମନେ ରଖ, ସାରେ ଯେତେବେଳେ ଆସିବୁ କିଛି ଉତ୍ତମ ଖବରଟା ନେଇ ଆସିବୁ। ଠିକ୍ ଅଛି ସାରେ। ହଁ ତାହେଲେ ଆସୁଛି ସାରେ, ନମସ୍କାର। ତାହେଲେ ଠିକ ଅଛି ମହାନ୍ତି। ହଁ ସାରେ ଏ ରାଜା ଦୁଃଖ ସମସ୍ତରାୟ ବହୁ ଶୀଘ୍ର ଓ ଝିଅ ପଖର ପୁରବୁ ହୋଇ ବଡ଼ ମହାରାଣୀ ସାଜି ଓ ସ୍ୱପ୍ନକୁ ପୂରଣ କରିବା। ହେ ମୋ ଦକ୍ଷିଣ କାଳୀ, ମୁଁ ତତେ ଖଣ୍ଡାଜର କିଛି ମାଗୁ ନାହିଁ ଲୋ ମା, କେବଳ ମାଗୁଛି ତୋରି ଆଶୀର୍ବାଦ। ତୋରି ଆଶୀର୍ବାଦ ଯଦି ତୋ ଉପରେ ଥାଏ ତାହେଲେ ନିଶ୍ଚୟ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି ମା। ତାହେଲେ ଏଥର ମୁଁ ଆସୁଛି, ପୁଣି ଦେଖା ହେବ ଏ ରୂପେଲି ରଙ୍ଗ ମଞ୍ଚରେ। ଆସୁଛି, ଜୟ ମା ଦକ୍ଷିଣ କାଳୀ।